ठाकुराणी किए ग्राम देवती रूप गाँ बाहर रही पूजा पाउछंती से ठाकुराणी किए सी कहीं गाँ बाहर रहती किए सी किमिति सी पूजा पाती ताकू नहीं कि आलोचना करिबा आगे जते बेले समुद्र जे मंथन हो इला हे मंथन हो लक्ष्मी लक्ष्मी से जन मिले होला ऐरावत हस्ती पुणी ऐरावत हस्ती पुणी ऐरावत हस्ती पुणी हे ऐरावत हस्ती पुणी हस्त हे समुद्र मंथन होइथिले बेदमतदी सहिते तहु जात हेले हे तहु जात हे अमृत को मधु देव खाइले आज्ञा जेते बेले समुद्र मंथन होइला जेते बेले समुद्र मंथन होइला देवदानव दुई पट थिले होला आउ देवदानव दुई पट थिले होला विभिन्न द्रव्य तहु हेला जात विभिन्न द्रव्य तहु हेला जात लक्ष्मी देवी मध्य होइथिले सत जेते बेले विष्णु स्वयंवर हेला जेते बेले लक्ष्मी स्वयंवर हेला लक्ष्मी को विष्णु संगे विवाह हेला एकाले ओ लक्ष्मी बड़ोटे जानो एकाले ओ लक्ष्मी बड़ोटे जानो विभान होई से रोहिले निदान वरुण देव विष्णु को बोइले वरुण देव विष्णु को बोइले बड़ झियो एबे घरे रहिला भले आउ बड़ झियो एबे घरे रहिला भले तार की परी करी विभाघर तार की परी करी विभाघर किए अबा ताकू नेब जे संघर आज्ञा लक्ष्य करंतु लक्ष्मी अलक्ष्मी हेले दुई भौणी अलक्ष्मी हेले बड़ लक्ष्मी हेले सान जेते बेले मृग स्वयंवर हला मृगर आखि को लाख बिंधा गला भगवान नारायण लाख बिंधि लक्ष्मी को विवाह करथिले अलक्ष्मी रही गले वरुण राजा विष्णु को कहिले जे हे नारायण मोर सान झियोटा तो विवाह हो गला हेले बड़ झियोटा किमिति विवाह हबो आज्ञा अलक्ष्मी को विवाह करिया पई कार हले इच्छा ना किए इच्छा करियो काहेकि ना लक्ष्मी जदि घोटा को झांटे झांटे चिकण करथिबे ये अलिया आनी की गदा करथिबो गदा कर देबे खाद्य पदार्थ रे सब अलिया पकैथिबो विभिन्न दुष्कर्म करिवे अलक्ष्मी तेणु तांकु केही मध्य विवाह कले नाही वरुण राजा कहले हे नारायण तमे तो काहाकू देखो भल बर पात्रटी काहाकू ले देखो किमती झोटा को देई दबा हला जोइबो त तांगती कहिथिया आज्ञा सेते बेले विष्णु तहु चली गले आउ सेते बेले विष्णु तहु चली गले बर पात्र खोजिबाकू अरण्य मध्यरे बुली बुली जाउछंती देव नारायण बुली बुली जाउछंती देव नारायण आज्ञा उजाल करू सिंकु देखिले तो क्षण
ଆଉ ଉଦାଳକ ଋଷିଙ୍କୁ ଦେଖିଲେ ତକ୍ଷଣ ଉଦାଳକ ମୁଖ ଚାହିଁ ବୋଇଲେ ବଚନ ଯାହା କହୁଅଛି ଶୁଣ ଆହେ ମୁଣି ଜାଣ ମୋର ଦେଢ ଶାଶୁ ପୁଣି ଅଲକ୍ଷୀ ଅଟନ୍ତି ବିବାହ ନ କରି ଘରେ ରହିଛନ୍ତି ଅବଶ୍ୟ ତାହାକୁ ତୁମ୍ଭେ ଏବେ କର ଗ୍ରହଣ ତାହାକୁ ତୁମ୍ଭେ ଏବେ କର ଗ୍ରହଣ ବିବାହ କାର୍ଯ୍ୟ କରିବା ସମାପନ ଆଜ୍ଞା ଲକ୍ଷ୍ୟ କରନ୍ତୁ ନାରାୟଣ ଖୋଜି ଖୋଜି ଉଦାଳକ ଋଷି ପାଖରେ ଯାଇକି ପହଞ୍ଚି ଗଲେ ଉଦାଳକ ଋଷିକୁ ନାରାୟଣ କହିଲେ ଯେ ହେ ନାରାୟଣ ହେ ଉଦାଳକ ମୋର ଦେଢ ଶାଶୁ ହଉଛନ୍ତି ଅଲକ୍ଷ୍ମୀ ଗୋଦାମ ପଡା ହେଇକି ତମେ ତାଙ୍କୁ ବିବାହ କର କିଏ ନଉନି ତାକୁ ଭଗବାନ ବିଷ୍ଣୁ କହୁଛନ୍ତି ବୋଲି ଉଦାଳକ ଋଷି ଆଉ କିଛି କହିଲେନି ଅଲକ୍ଷ୍ମୀଙ୍କୁ ସିଏ ବିବାହ କଲେ ହେଲା ଭଗବାନ ତ କହୁଛନ୍ତି ଆଉ ଉଦାଳକ ଋଷି ଅଲକ୍ଷ୍ମୀଙ୍କୁ ବିବାହ କଲେ ଆଚ୍ଛା ଆଜ୍ଞା ଯେତେବେଳେ ଉଦାଳକ ବିବାହ ହେଲେ ଯେତେବେଳେ ଅଲକ୍ଷ୍ମୀଙ୍କୁ ବିବାହ ହେଲେ କୁଟୀର ମଧ୍ୟକୁ ଧରି ଚଳି ଗଲେ ଦେଖେଇ ଦେଲେ ଅଲକ୍ଷ୍ମୀ ତାହାଙ୍କର ରୂପ ଯେତେ ସଜବାଜ କରି ରଖିଥିଲେ ସେ ତ ବାହାରୁ ଅଳିୟ ଘରକୁ ଆଣିଲେ କୁଟୀରଟାକୁ ଅସନା କରିଲେ ଏହିପରି କେତେ ଦିନ ତ ବିତି ଗଲା ଉଦାଳକ ଋଷି ମନେ ଚିନ୍ତା କଲା ସ୍ତ୍ରୀ ରୂପେ ୟାକୁ କରିଲି ଗ୍ରହଣ ନ ସହି ପାରୁଛି ୟାର ଅଦଳି ଜାଣ ଆଜ୍ଞା କିଛି ଦିନ ଏହିପରି ତ ବିତି ଗଲା ଯଜ୍ଞର ଆୟୋଜନ ତ ହେଲା ନାନା ଋଷିଙ୍କୁ ଉଦାଳ ଡକାଇ ମହାଯଜ୍ଞର ଆୟୋଜନ କଲେ ନେଇ ଏ ସମୟରେ ଅଲକ୍ଷ୍ମୀ ହେମନ୍ତ କରିଲେ ଯଜ୍ଞ କୁଣ୍ଡକୁ ଯେ ନଷ୍ଟ କରିଦେଲେ ଏହି କଥାକୁ ଯେ ଋଷି ସହି ନ ପାଣିଲେ ନାନା ପ୍ରକାର ଅଲକ୍ଷ୍ମୀକୁ ଭର୍ଚ୍ଛନା କଲେ ଏକାଳେ ଅଲକ୍ଷ୍ମୀ କହିଲେ ମହୁନ ଆଜ୍ଞା କିଛି ଦିନ ପରେ ଆସିଲା ପିଣ୍ଡ ଦାନ ଲକ୍ଷ୍ୟ କରନ୍ତୁ ଆଜ୍ଞା 2 ଲକ୍ଷ କର ଆଜ୍ଞା ଉଦାଳକ ଋଷି ଆଶ୍ରମଟାକୁ ଯେମିତି ରଖିଥିଲେ ଆଚ୍ଛା ଅଲକ୍ଷ୍ମୀ ଯେତେବେଳେ ଗଲେ ଇଏ ଆଉ ସେମିତି ଆଉ ରଖିଲେନି ସବୁ ବିଭିନ୍ନ ପ୍ରକାର ବାହାରୁ ଯୋଉ ଅଳିଆ ଥିବ ସବୁ ଆଣି ଗଦା କରିଦେଇଥିବେ ଅସନା କରିକି ରଖିଥିବେ ମହାଯଜ୍ଞର ଯେତେବେଳେ ଆୟୋଜନ କଲେ ମହାଯଜ୍ଞର କୁଣ୍ଡକୁ ନଷ୍ଟ କରିଦେଲେ ଅଲକ୍ଷ୍ମୀ ତାଙ୍କୁ ତ ଭଲ ପସନ୍ଦ ନାହିଁ ଭଲ ତାଙ୍କର ଇଚ୍ଛା ନାହିଁ ତେଣୁ ଇଏ କଲେ କଣ ନା ଉଦାଳକ ଋଷି କହିଲେ ପିତୃପୁରୁଷକୁ ପିଣ୍ଡ ଦେବା ସମୟ ଆସିଲା ପିତୃପୁରୁଷକୁ ଯେତେବେଳେ ପିଣ୍ଡ ଦାନ କରିବା ସମୟ ଆସିଲା ଉଦାଳକ କହିଲେ ଅଲକ୍ଷ୍ମୀ ତମେ ସବୁଦିନେ ଯାହା କରିଛ ମୁଁ ସହିଛି କିନ୍ତୁ ଆଜି ସେମିତି କିଛି କରିବନି ମୋର ପିତୃପୁରୁଷ ଯେମିତି ନରକଗାମୀ ହେବେ ପିଣ୍ଡ ବାଢିବ ମୁଁ ପିଣ୍ଡ ଦାନ କରିବି ଆଜ୍ଞା ସମସ୍ତ କାର୍ଯ୍ୟ ଯେ ଅଲକ୍ଷ୍ମୀ କରିଲେ ସେହି ଦିନ ଯେ ଜଗି ରଖି ଚଳିଲେ ସ୍ୱାମୀଙ୍କୁ ପିଣ୍ଡ ଏବେ ଦେଲେ ବଢାଇ ସ୍ୱାମୀଙ୍କୁ ପିଣ୍ଡ ଏବେ ଦେଲେ ବଢାଇ ପିତୃଦେବଙ୍କୁ ଋଷି ବାଢିଲେ ନେଇ ଯେତେବେଳେ ପିଣ୍ଡ କାର୍ଯ୍ୟ ହେଲା ସମାପନ ତଣ୍ଡୁଳ ଗୋଟାଇ ରଖିଲେ ତକ୍ଷଣ ପିଣ୍ଡକୁ ରଖିଲେ ଯେ ଥାଳି ମଧ୍ୟରେ ଲକ୍ଷ୍ମୀଙ୍କୁ ଋଷି ବୋଇଲେ ସଧିରେ ରେ ଅଲକ୍ଷ୍ମୀ ଶୁଣ ୟାକୁ ନଦୀରେ ଭସାଇ ତକ୍ଷଣ ଏହାକୁ ସଧିରେ ତୁମେ ଧରି ଯିବ ନଦୀ ମଧ୍ୟରେ ୟାକୁ ଭସାଇବ ଏ ସମୟ ଅଲକ୍ଷ୍ମୀ ହସ୍ତରେ ଧରିଲେ ଏ ସମୟ ଅଲକ୍ଷ୍ମୀ ହସ୍ତରେ ଧରିଲେ ନଦୀକୁ ଯିବା ପାଇଁ ଯେ ବାହାରିଲେ ବାହାରେ ଖତ ଖତା ଦେଖିଲେ ଜାଣ
ପଥରେ ଖତ ଗଦା ଦେଖିଲେ ଜାଣ ଓହୋ ସମ୍ଭାଳି ନ ପାରିଲା ତାଙ୍କର ମନ ନାଇଁ ନାଇଁ ଗଦାରେ ପିଣ୍ଡକୁ ଦେଲେ ପକାଇ ଲେଉଟି ଆସିଲେ ଆଶ୍ରମକୁ ସହି। ଆଜ୍ଞା ସେଦିନ ବହୁତ ଜଗି ରଖିକି ଅଲକ୍ଷ୍ମୀ ଚଳିଲେ ହଁ ହେଲେ ଆଜ୍ଞା ଥିଲେ ଥାଉ ପଛେ ଗୁଣ ହଜାର ହଁ ଚରିତ୍ର ନଥିଲେ ସବୁ ଅସାର। ଅସାର ଇଏ ନିଜର ଭାବଟାକୁ ଆଉ ବୁଝିଲେନି ନାଇଁ ଯୋଉ କାର୍ଯ୍ୟ ଯେମିତି କରିବା କଥା ସେମିତି ଏକା କରିଦେଲେ। ଓହୋ ହୋ ଇଏ ନଦୀରେ କଣ ଭସେଇବେ ସେ ପିଣ୍ଡକୁ ହଁ ପିଣ୍ଡକୁ ନେଇକି ଖତ ଗଦାରେ ପକାଇଦେଲେ। ଓହୋ ହୋ ସେଦିନ ଉଦାଳକ ସହି ନ ପାରିଲେ ହଁ ମୋହର ସତ ପୁରୁଷ ଆଜି ନର୍କଗାମୀ ହେଲେ ହାତକୁ ଧରିଲ ଲକ୍ଷ୍ମୀର ନେଇ ହସ୍ତକୁ ଧରିଲ ଲକ୍ଷ୍ମୀର ନେଇ ଆଚ୍ଛା ବଟ ବୃକ୍ଷ ମୂଳେ ଦେଲେ ବସାଇ ସେଇଠି ଗଛ ମୂଳେ ବସେଇଦେଲେ। ଓହୋ ହୋ ତେଣୁ ସେ ଗଛ ମୂଳେ ରହିଲେ। ଆଜ୍ଞା ସେଠା ବରୁ ଋଷି ଗଲେ ପଳାଇଣ ଆଉ ସେଠା ବରୁ ଋଷି ଗଲେ ପଳାଇଣ ଆଜିଠୁ ନ ଚାହିଁବି ତୋହର ବଦନ ନାଇଁ ନାଇଁ ଆଉ ଆଜିଠୁ ନ ଚାହିଁବି ତୋହର ବଦନ ହଁ ଏମନ୍ତ କହି ଉଦାଳକ ଗଲେ ଅଲକ୍ଷ୍ମୀ ସେଠା ବରେ ବସିଣ କାନ୍ଦିଲେ ପିତା ଘରକୁ ଗଲେ କଲେ ଉଠି ବରୁଣକୁ ଦେଖି ହୋଇଲେ କଶାନ୍ତି ଏକାଳେ ବରୁଣ ଚିନ୍ତାରେ ପଡ଼ିଲେ ସ୍ୱାମୀଙ୍କୁ ଛାଡ଼ିଣ ଆସିଅଛି ଭଲେ ବିଷ୍ଣୁକୁ ସବୁ କଥା ଦେଲେ ବୁଝାଇଣ ବିଷ୍ଣୁ କହୁଛନ୍ତି ଏବେ ଯେ ବଚନ ଇଏ ତା ମୁଖ ଚାହିଁବିନି ବୋଲି କହିଦେଲେ କିଏ ଉଦାଳକ ଉଦାଳକ କହିଲେ ଆଉ ତ ମୁଖ ଚାହିଁବିନି ବଟ ବୃକ୍ଷ ମୂଳେ ଛାଡ଼ି ଦେଇକି ପଳେଇଲେ। ଭଗବାନ ବିଷ୍ଣୁଙ୍କୁ ବରୁଣ ରାଜା କହିଲେ ଯେ ହେ ନାରାୟଣ ତମେ କହିଥିଲ ବିବାହ କରିଥିଲ ଆଉ ଥରେ ବାହୁଡିକି ସିଏ ଆସିଲା ଏବେ କଣ କରିବା? ସେତେବେଳେ ଭଗବାନ ବିଷ୍ଣୁ ବୋଲନ୍ତି ବଚନ କଣ ବୋଲି ପତ୍ନୀ ରୂପେ ମୁହିଁ ନିଶ୍ଚୟ କରିବି ଗ୍ରହଣ ଆଜ୍ଞା ଦେଢ ଶାଶୁକୁ ବିବାହ କରିଲେ ପାପ କଥା ଦେଢ ଶାଶୁକୁ ବିବାହ କରିଲେ ଲକ୍ଷ୍ମୀ ଲକ୍ଷ୍ମୀ ଦୁହେଁ କଳି କରିଲେ। ଓହୋ ଆଜ୍ଞା କଥାରେ ଅଛି ଶଗଡ଼ ନଥିଲେ ଧଗଡ଼ କରେ କଳି ନଥିଲେ ଯୋଡା ମାଇପ କରେ ସେ ପୁଣି ଅନ୍ୟ କୋଉଠି ନାଇଁ ଦି ଭଉଣୀ କି ଏକା ମାଇପ କରୁଛନ୍ତି। ହେ ଭଗବାନ ତମର କି ଲୀଳା ଲକ୍ଷ୍ମୀଙ୍କୁ ବିବାହ କରିଥିଲେ ପୁଣି ଦେଢ ଶାଶୁ ହେଲେ ଅଲକ୍ଷ୍ମୀ ଅଲକ୍ଷ୍ମୀଙ୍କୁ ବିବାହ କଲେ ଜଞ୍ଜାଳ ସହି ପାରିଲେନି ଭଗବାନ ବିଷ୍ଣୁ ମଧ୍ୟ ଜଞ୍ଜାଳ ସହି ପାରିଲେନି ଶେଷରେ ଅଲକ୍ଷ୍ମୀଙ୍କୁ କହିଲେ ରେ ଅଲକ୍ଷ୍ମୀ ତୋର ଏଇଠି ଆଉ ସ୍ଥାନ ନାଇଁ ତୋତେ ଡିଭୋର୍ସ ଦେବି ଆଜିଠୁ ତୁ ଠାକୁରାଣୀ ରୂପରେ ପୂଜା ପାଇବୁ ତୋତେ ଅଳିଆ ଇଚ୍ଛା ତେଣୁ ତୁ ଅଳିଆ ଜାଗାରେ ଏକା ଗାଁ ବାହାରେ ଏକା ତୁ ରହିବୁ ଠାକୁରାଣୀ ରୂପରେ ତୁ ପୂଜା ପାଇବୁ ସମସ୍ତଙ୍କର ଭଲ ମନ୍ଦ ବୁଝିବୁ ଗ୍ରାମ ଦେବତୀ ରୂପରେ ଠାକୁରାଣୀ ରୂପରେ ତୁ ପୂଜା ପାଇବୁ ସମସ୍ତଙ୍କର ଭଲ ମନ୍ଦ କଥା ତୁ ବୁଝିବୁ। ତେଣୁ ଠାକୁରାଣୀ ହେଲେ ଅଲକ୍ଷ୍ମୀ ଆଉ ଲକ୍ଷ୍ମୀଙ୍କୁ କୁହାଯାଏ ବାଇ ଠାକୁରାଣୀ ବାଇ ଠାକୁରାଣୀ ବୋଲି ଲକ୍ଷ୍ମୀଙ୍କୁ କୁହାଯାଏ ଅଲକ୍ଷ୍ମୀ ହେଉଛନ୍ତି ଠାକୁରାଣୀ ଯାହାକୁ ଆମେ ଗ୍ରାମ ଦେବତୀ ରୂପରେ ପୂଜା କରୁଛନ୍ତି।